ଆପଣମାନଙ୍କୁ ନମସ୍କାର ମୁଁ ରବି କୁମାର ସ୍ୱାଗତ କରୁଛି ଆପଣଙ୍କ ନିଜର ଚ୍ୟାନେଲ ଭାଇରାଲ ଝାରସୁଗୁଡାକି ଚलो ନଜର ପକାଇବା ଆଜିର କିଛି ଖାସ୍ ଖବର ଉପରେ। ଝାରସୁଗୁଡ଼ା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ସମ୍ପୂର୍ଣ୍ଣ ଶିକ୍ଷାଗତ ବିକାଶକେ ନେଇକରି ଇ ବୈଠକଟି ଅଭିଭାବକମାନଙ୍କର ସାଙ୍ଗେ ଆଲୋଚନା କରାଯାଇଥିଲା। ବନଭାଲ ଅଞ୍ଚଳରୁ ଗୋଟେ ବାଇକ୍ ଚୋରି ହେବାର ଘଟଣା ସାମ୍ନାକେ ଆସିছে। ସିସିଟିଭିଟି ଇ ଚୋରି ଦୃଶ୍ୟ କଏଦ ହେବାର ସାଙ୍ଗେ ସାଙ୍ଗେ ବନଭାଲ ପୁଲିସ ଗୋଟେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିছে। ଝାରସୁଗୁଡ଼ାରେ ଇ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଇ ବୈଠକର ଅଧ୍ୟକ୍ଷତା କରିଥିଲେ। ଟ୍ରିପଲ ତଲାକ ଆଇନ ସମ୍ମତ ନାଇଁ ହେଇଥିବାର ବେଲେ କବରସ୍ଥାନ ପଡ଼ା ଜଣେ ମହିଳାକେ ଯୌତୁକ ନିର୍ଯାତନା ଲାଗି ଟ୍ରିପଲ ତଲାକ ଦେଇଥିବାର ଘଟଣା ସାମ୍ନାକେ ଆସିছে। ଇ ଅଭିଯୋଗ ସାମ୍ନାକେ আসবার পরে পুলিশ গোটে মামলা রুজু করে তদন্ত আরম্ভ করেছে। ঝারସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକ ଗସ୍ତ କଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ସେନୁ ସମାସିଙ୍ଗାନ ହେଉଥିବାର ଗୀତା ଜୟନ୍ତୀ ଯଜ୍ଞଥି ଯୋଗ ଦେଇକରି ସେ ସ୍ଥାନୀୟ ଲୋକର ସାଙ୍ଗେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। आपके ही शहर के मेन रोड से गुजरते वक्त आपकी नजर जरूर कभी न कभी सोनी ज्वेलर्स पे पड़ी होगी। यहाँ हर प्रकार के सोने एवं चांदी के जेवरात मिलते हैं। कभी आने का कष्ट उठाए और हमें सेवा का मौका दे। धन्यवाद।